नवनीत चौरम ब्रजांगना दुकुले कचौरा ब्रजांगना दुकुले कचौरा आवने को जन्म चित्त पापौरा चौरा गगना परसन माली चौरा गगना परसन माली कृष्ण करना मुत नाटक करे कवि बिल्वा मंगल कहिले ब्रजपुर रे लहुणी चोरी करे जे श्रेष्ठत्व अर्जन करिथिले गोपी मानकर पालटा वस्त्र चोरी करे जे प्रसिद्धता अर्जन करिथिले से परम कारुणिक भगवान काइंच मालिया सिकी चुलिया कदम कुलिया जमुना कुलिया मयूर चुलिया ठाकुर पुरस्कार प्रदान करिथा बापा मानकर मंगल विधान करी सपरिवार को भले रखी चला पथ को समित करने सहित रुंडीभूत हमर समस्त जनता जनार्दन हृदय रे प्रभु मोर हरि प्रेम जागृत करंतु मां लक्ष्मी समस्त घंट गोड़ाई रखी सर्वे बोलनंबे एक बार हरि बोला हरि बोला हरि बोला लक्ष्य दंत मोर ज्ञानेन्द्र पुंगव आज आज्ञा बेलासन प्रभु को रूप को दर्शन करुची कहले करने मकर कुंडल बारे झटके गंड मंडल करने मकर कुंडल झटके गंड मंडल मस्त करे मणिमय मोह मोटा साहे मस्त करे मणिमय मोह मोटा साहे जाको परम शास्त्र भागवत अति बड़ी जगन्नाथ दास प्रमाण कौन प्रमाण कले कहले नीलजे मत तन कांदी बलय मणि झाट कांदी बाळाया मणि झाट कांदी बाळाया मणि झाट कांदी कहले कोटी में खळा सोना सुता रुदरे पद आज देखंतु बेलालसन दिन को पाई पूजा अर्चना करिनी नहीं नहीं प्रभु को किंचित तो चेष्टा रे केवल ता बुद्धि बल रे प्रभु का जी पाइला बाबारी जहाँ को करमला शांत जगतगुरु ठाकुर अभिराम परमंश प्रमाण कौन प्रमाण देले ताको आज्ञा किए धरिबो ताको किए धरिबो ठीक तो जणिए धरिबो हे हे कहले ताको किए ओ बा पारिबो धरि ये ताको किए ओ बा पारिबो धरि ताको किए ओ बा पारिबो धरि अदृष्टि होवे
বাবা বাবা ভক্ত 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 ধরিব আর যেମିତି কিঞ্ଚିত ବେଲାଳସନ ଧରିଛି ଆରେ ଭକ୍ତ ଭକ୍ତ ହୋଇ ଦର୍ଶନ କରି ସାରିବା ପରେ ବେଲାଳସନ ପ୍ରଭୁଙ୍କ ପାଦ ତଳେ ପଡ଼ିବ ପଡ଼ିଗଲା ଶରଣ କହିଲା କ୍ଷମା କର ବ୍ରହ୍ମାଣ୍ଡ ଠାକୁର ପରୀକ୍ଷା ଦେଲି ତୋର ପାଦ ତଳରେ ନ ଜାଣି ପରୀକ୍ଷା ଦେଲି ତୋର ପାଦ ତଳରେ ନ ଜାଣି ପରୀକ୍ଷା ଦେଲି ତୋର ପାଦ ଠାକୁରେ କ୍ଷମା କ୍ଷମା କର ପ୍ରଭୁ କ୍ଷମା କର କ୍ଷମା କର ପ୍ରଭୁ ମୁଁ ନ ଜାଣିପାରି ମୋ ଜଗତଗୁରୁ ଠାକୁରଙ୍କ ପାଖରେ ପରୀକ୍ଷା ଦେଇ ହେ ଠାକୁର ପ୍ରଭୁ ମତେ କ୍ଷମା କର ହଁ ଏତିକି ବେଳେ ବାବାରେ ଭଗବାନ କୃଷ୍ଣ କହିଲେ ବାପା ବେଲାଳ ଏ ବେଲାଳ ତ ଗୁରୁ କିଏ ନାମ ଆପଣ ହେ ହେ ଆପଣ ମୋ ଗୁରୁ ନା ମୁଁ ତ ଗୁରୁ ନାହ ହଁ ହଁ ମୋ ଗୁରୁ ବାବା ଏ ବିନା ଗୁରୁ ଦକ୍ଷିଣାରେ ତ କାର୍ଯ୍ୟ ସିଦ୍ଧି ନୁହଁ ନାଇଁ 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 ତୁ କହୁଛୁ ସମର କ୍ଷେତ୍ରରେ ଯୋଗ ଦବାକୁ ଆସିଛୁ ହେ ହେ ମତେ ଗୁରୁ ଦକ୍ଷିଣା ଦବୁ ନାହ ଏ ଧନ କାହିଁ ମୋର ତ ତା ବିଶ୍ୱାସ ନାଇଁ 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 ତୁ ସତ୍ୟ କଲେ ଯାଇ ମୋ ବିଶ୍ୱାସ ହବ ବିଶ୍ୱାସ ହବ ସତ୍ୟ ତାପରେ ଯାଇ ମୁଁ ମାଗିବି ମାଗିବି କହିଲେ ପ୍ରଭୁ ସତ୍ୟ ସତ୍ୟ ବେଲାଳସନ କଲା ପ୍ରଭୁ ସତ୍ୟ ଏ ପ୍ରଭୁ ସତ୍ୟ ତୁ ପରା ମଠିଆ ଆଇଛୁ ଆଗରେ ସ୍ୱୟଂ ସତ୍ୟ ନାରାୟଣ ସତ୍ୟ ନାରାୟଣ ହଉ ପ୍ରଭୁ ତୁ ଯଦି କହୁଛୁ ହଁ ହଁ ତାହେଲେ ସତ୍ୟ କରୁଛୁ ସତ୍ୟ କରୁଛି କଲେ ଦେବ ତ ମାତା ଉର୍ଦ୍ଧ୍ୱରେ ପ୍ରଭୁ ଧର୍ମ ଦିଏ ବତା ପ୍ରଭୁ ଧର୍ମ ଦେବତା ଆଖି ଥାଉ ଦିଗ ପାଳ ହେ ସର୍ବ ଜୀବ ଜ୍ଞାତା ଆରେ ସର୍ବ ତ୍ରିବାର ସତ୍ୟ ବୋଲି କହୁଛି ତିନିବାର ସତ୍ୟ ସତ୍ୟ ପୁନଃ ସତ୍ୟ ସତ୍ୟମେବା ବସିଷ୍ୟତେ କହିଲେ ସତ ଜଳ ବନଳ ସମୀରଣ ପବନ ଆରେ ସମୀରଣ ପବନ କହିଲେ ସତ୍ୟ ଯୋଗୁ ଆଜି ବାସୁକି କଲା ଧରା ଧାରଣ ଆରେ କଲା ବୋଉଲୋ ତ୍ରିବାର ସତ୍ୟ କରିକି କହୁଛି କହୁଛି ଆପଣ ଯାହା ଗୁରୁ ଦକ୍ଷିଣା ମାଗିବେ ମାଗିବେ ମୁଁ ସ୍ୱହସ୍ତରେ ପ୍ରଦାନ କରିବି ହେଲେ ଆଜ୍ଞା ଦକ୍ଷିଣା ମାଗିଲେ ଆହ କଣ ମାଗିଲେ ଦକ୍ଷିଣା କଣ ମାଗିଲେ କହିଲେ ଆପଣା ହସ୍ତରେ ଛିଣ୍ଡାଇ ଦିଅ ତୋହରି ଶିରା ଦାନ ମୋଇ ମାଗୁଛି କୁମାରା ଏହି ଦାନ ମୋଇ ମାଗୁଛି ଦିଅ ଆରେ କୁମାରା ଏହି ଦାନ ମହି ମାଗୁଛି ଦିଆ ଆରେ କୁମାରା ତୁମର କଟା ମୁଣ୍ଡ ମତେ ଦକ୍ଷିଣା ଦରକାର ବେଲାଳସନ କଲା ଠାକୁରେ ଏ ଠାକୁରେ ତୋ ଜିନିଷ ତୋ ଜିନିଷ ତୁ ନବୁ ତୁ ନବୁ ମତେ ଦବାକୁ କାହିଁ କଷ୍ଟ ଲାଗିବ ଆହା ନିଶ୍ଚିତ ଦେବି ଦେବି ଧାର ଧାର ଲୁହ ବହି କାନ୍ଦୁଛି କାନ୍ଦୁଛି ହେଲେ ଧାର ଧାର ଝରିଗଲା ନୟନରୁ ନିରା ସତ୍ୟ ଭାଷା ବାଣୀର ଅମାନିଆ ବେଲାଳସନ କହିଲା ଠାକୁରେ ଏ ଠାକୁରେ
ଆସିଥିଲି ମୋ ମାକୁ କଥା ଦେଇ ସମର କ୍ଷେତ୍ରରେ ମୋ ବାପା ବଡ ବାପାଙ୍କୁ ସାହାଯ୍ୟ କରିବା ପାଇଁ ହେଲେ ଠାକୁର ଆହା ମୋ ମା ଦେଇଥିବା ଦାୟିତ୍ୱଟା ପ୍ରଭୁ ରଖି ପାରିବେ ନା 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 ହେ ଠାକୁର ଏତିକି ଦୟା କରିବ ହଁ ମୋ ମା ଦେଇଥିବା ଦାୟିତ୍ୱଟା ପ୍ରଭୁ ତୋତେ ଲାଗିଲା ବେଲାଳସନ ଏତିବେଳେ ତା ସ୍ୱହସ୍ତରେ ହଁ ମୁଣ୍ଡକୁ କାଟି ହଁ ପ୍ରଭୁଙ୍କ ହାତରେ ଧରାଇ ଦେଲା ପ୍ରଭୁଙ୍କ ହାତରେ କଟା ମୁଣ୍ଡ ଥାଇ ଗଇଲା ଠାକୁରେ ଏ ଠାକୁରେ ଆସିଥିଲି ମହାଭାରତ ଯୁଦ୍ଧ କରିବା ପାଇଁ କରିପାରିଲି ନା 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 ଠାକୁରେ ଏତିକି ଦୟା କରିବ ଏ ଠାକୁରେ ପ୍ରଥମରୁ ଶେଷ ଟିକେ ମହାଭାରତ ଯୁଦ୍ଧକୁ ଦେଖି ବାବା କହିଲା ହଉ ବୋଲି ମୋ ଥାପାତି ଦେଲା ବି ଅବର ଦେଲା ବୀରବର ପାତି ଦେଲା ବୀରବର ଯୁଦ୍ଧ ଶେଷ ଦେଖିବି ମୁଁ ଏହି ଦୟା କର ମୋରେ ଏହି ଦୟା କର ଏତିକି ଦୟା କରନ୍ତନି ଏ ଠାକୁରେ ପ୍ରଥମଟେ ଶେଷ ଦେଖିବି ଆଚ୍ଛା ଯାହାକୁ ପ୍ରମାଣ ଦିଅନ୍ତି କରମଳା ଶାନ୍ତ ଜଗତଗୁରୁ ଠାକୁର ହେରାମ ପରମହଂସ ହେ ହେ କଣ କହିଲେ ବାବା ବେଲାଳସନ କହୁଛି ପ୍ରଭୁ ଏ ପ୍ରଭୁ ତୁ ବେବରା ବଂଶା ନେ ଦିଏ ମୋ ବା ଛାପୁର୍ଣ କର ହେ ବାବା ଚାପୁନ କର ମୁନି ଧଳା ପୁଷ୍ପ ପଟାଇ ତୁମେ କଳା ଭାମାର ମୋଇ ଧଳା ପୁଷ୍ପ ପଟାଇ ତୁମେ କଳା ଭାମାର ମୋଇ ଧଳା ପୁଷ୍ପ ପଟାଇ ତୁମେ କଳା ଭାମାର ତୁମେ ପରା ବାଞ୍ଛାନ୍ତି ସମସ୍ତଙ୍କର ମନ ବାଞ୍ଛାକୁ ପୂର୍ଣ୍ଣ କର ମୁଁ ଯଦି ପ୍ରଭୁ ଧଳା ପୁଷ୍ପ ତୁମେ ହେଉଛ କଳା ଭ୍ରମର ଭ୍ରମର ପ୍ରଭୁ ଏତିକି ଦୟା କରିବ କରିବା ପ୍ରଥମରୁ ଶେଷ ଟିକେ ସମର ଯୁଦ୍ଧକୁ ଦେଖିବି କହିଲେ ନିଶ୍ଚିତ ଦେଖେଇବ ବାବାରେ ଏଣୁ ପ୍ରଭୁ କଣ କଲେ କଣ କଲେ କୁରୁସଭା ମଧ୍ୟରେ ଥିବା ଶୁଭ ସ୍ତମ୍ଭ ଶୁଭ ଆଚ୍ଛା, ସ୍ତମ୍ଭ ଶୁଭ ସ୍ତମ୍ଭ ଉପରେ ବେଲାଳସନ କଟା ମୁଣ୍ଡକୁ ରଖିଲେ ଶୁଭ ସ୍ତମ୍ଭ ଉପରେ ଥାଇ ବେଲାଳସନ କଟା ମୁଣ୍ଡ କହିଲା ଠାକୁରେ ଏ ଠାକୁରେ ମୋ ମୁଣ୍ଡଟାକୁ ସିନାନି ଶୁଭ ସ୍ତମ୍ଭ ଉପରେ ରଖିଲ ପ୍ରଥମରୁ ଶେଷ ଯୁଦ୍ଧ ଦେଖିବ ଦେଖିବ ଏ ମୋ ମୁଣ୍ଡଟାଠୁ ଗଣ୍ଡିଟା ଲଗା ନା ଗଣ୍ଡିଟାଠୁ ମୁଣ୍ଡଟା ଲଗା ମୁଁ କଣ ଏଠି ଦେଖୁଥିବି ମୋ ଗଣ୍ଡିକୁ କାଉ କୁକୁର ଖାଉଥିବେ କହିଲେ ନା ବେଲାଳ ନାଇଁ 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 ତ ଗଣ୍ଡିକୁ ମୁଁ ଉପଯୁକ୍ତ ସ୍ଥାନରେ ରଖିବି କଳି ଯୁଗରେ ମୁଁ ଯେଉଁଠି ରହିବି ମୋ ପଞ୍ଚକୋଷ ଭିତରେ ତ ଗଣ୍ଡି ଗୋଟେ ତୀର୍ଥ ଜାଗା ହୋଇ ପୂଜା ପାଇବ ସେଇ କଥା ହେଲା ପ୍ରଭୁ ଆଜ୍ଞା ବେଲାଳସେନ ଗଣ୍ଡିକୁ ଫୋପାଡ଼ି ଥିଲେ କଳି ଯୁଗରେ ପଡିଛି କଳି ଯୁଗରେ ବେଲାଳସେନ ଗଣ୍ଡି ଯୋଉଠି ପଡିଛି ସେଇଠି ଗୋଟେ ତୀର୍ଥ ଜାଗା ଉତ୍ପନ୍ନ ହେଇଛି ପଞ୍ଚକୋଷ ଭିତରେ ହଁ ହଉ କହିବାର କଥା ହଁ ଆଜି ଆଜ୍ଞା ଦେଖନ୍ତୁ ବେଲାଳସେନ ଗଣ୍ଡି ପଞ୍ଚକୋଷ ଭିତରେ ପୂଜା ପାଉଛି ତୀର୍ଥ ଜାଗା ହେଇଛି ଆଉ କାହିଁ ରଖୁଛ ଅଳିଆ କାଲିକି ତ ସିଏ ଆସିବେ ଆଜି ଥିଲେ ସିନା ତାଙ୍କ ପାଇଁ ରଖନ୍ତେ ହଁ ସେ ରାସବାଲା ଆସନ୍ତୁ ଆମର କାହିଁ ଅଳିଆ କାହା ପାଇଁ କ୍ଲିୟର କରିଦିଅ ପଞ୍ଚକୋଷ ଭିତରେ ଜାଗାଟା ଦେଖେଇ ଦିଅ ତୀର୍ଥ ଜାଗାଟା ଆଜ୍ଞା ହଉ ସେ ସ୍ଥାନଟି ହେଉଛି ଆପଣ ମାନଙ୍କର ପୁରୀ ନିକଟସ୍ଥ ବେଲେଶ୍ୱର ମହାଦେବ ସେଇଠି ବେଲାଳସେନ ଗଣ୍ଡି ପଡିଥିଲା ତୀର୍ଥ ଜାଗା ଉତ୍ପନ୍ନ ହେଇଛି ସେ ହେଉଛନ୍ତି ବେଲେଶ୍ୱର ମହାଦେବ କହିବାର କଥା ଆଜି ଦେଖନ୍ତୁ ସମର ଯୁଦ୍ଧ ସରିଯାଇଛି ବାବା ସରିଲା ଯୁଦ୍ଧ କୁନ୍ତୀ ମା ପଚାରିଲେ କିଏ କାହାକୁ କେତେ ମାରିଛ କହିଦିଅ ମୋ ଧନେ ମତେ କହିବନି ମୁଁ ତମ ମା ପରା ମତେ କହରେ ଭୀମ କହିଲେ ମା ଓଲୋ ମୁଁ ମାରିଛି ତୁ ତ ମୋର ବଳୁଆ ପୁଅ ତୁ ମାରି ନଥବୁ ତୁ ମାରିଥବୁ ଅର୍ଜୁନ କହିଲେ ମା ମୁଁ ମାରିଛି ମଲା ତୁ କଣ ଦିଖାଉରିଆ ପୁଅ ତୁ ବି ମାରିଥବୁ ବଳୁଆଟା ଭୀମ କହିଲେ ମୁଁ ମାରିଛି ଅର୍ଜୁନ କହିଲେ ମୁଁ ମାରିଛି ଠିକ ତ କହିଲେ ଭୀମ ବୋଇଲେ ରସ
ଖେଳୁଣି ସନ୍ନ୍ୟାସ ଭୀମ ବୋଇଲେ ଦଶ ଖେଉଣି ସନ୍ନ୍ୟାସ ମାରିଛି ପଦା ଘାଟେ ମୋହେ ମାରିଛି ପଦା ଘାଟେ ମୋହେ ବୋଲଇ ଫାଲଗୁନି ଅକଳ ନାଶଇନା ବୋଲଇ ଫାଲଗୁନି ଅକଳ ନାଶଇନା ବେଶିଛି ଜମାଳରେ ମୋହେ ବେଶିଛି ଭୀମ କହିଲେ ମା ମା ମୁଁ 10 ଖୈନି ସୈନ୍ୟଙ୍କୁ ଗୋଦାରେ ମାରିଛି। ଗଦାରେ ପ୍ରହାର କରି ମାରିଛି ମା ଭୀମ କଥା ଶୁଣି ଫାଲ୍ଗୁନି ଅର୍ଜୁନ କହିଲେ ମା ମା ମୁଁ ପରା ଅକଳନା ସୈନ୍ୟକୁ ଜମାଳକୁ ପଠେଇଛି ପଠେଇ ଦେଇଛି ଯାହାକୁ ମାରିଛି ସେ ମରିଛି ହେଲେ ଏମାନଙ୍କ ମଧ୍ୟରେ ଆରେ ଯିଏ ବଡ ବଡ ଯୋଦ୍ଧା ବଡ ଯୋଦ୍ଧା ଭୀଷ୍ମ ଦ୍ରୋଣ କର୍ଣ୍ଣ ଏମାନଙ୍କୁ ପରା ମୁଁ ମାରିଛି। ମାରିଛି ଫାଲ୍ଗୁନି ଅର୍ଜୁନ କଥା ଶୁଣି ଭୀମ ଆଜ୍ଞା ହସିଲେ ହସିଲେ ହେଲେ ମା 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 ଭୀଷ୍ମ ଦ୍ରୋଣ ଜାତିରେ ବ୍ରାହ୍ମଣ ପଶୁପତି ଆରେ ହୋ ହାଏ 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 ବାସବପାତକି କଲେ ଦୟାବନ୍ତୀ ବୀର ପୁଣି ମୁଣ୍ଡବାଣ ଆରେ ହୋ କହିଲେ ମା 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 ଭୀଷ୍ମ କଣ ବୃଦ୍ଧ 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 ଦ୍ରୋଣ ହେଲେ ଜାତିରେ ବ୍ରାହ୍ମଣ ବ୍ରାହ୍ମଣ ଇଏ କଣ ବୃଦ୍ଧ ବ୍ରାହ୍ମଣକୁ ମାରି କହୁଛନ୍ତି ମୁଁ ମାରିଛି ଆହା ଏ ବୃଦ୍ଧ ମାରିବ ବ୍ରାହ୍ମଣ ମାରିବ କହିବ ମୁଁ ତାଙ୍କୁ ପରା ମୁଁ ଦୟା ଦେଖେଇକି ଛାଡି ଦେଇଛି ଛାଡି ଦେଇଛି ବୃଦ୍ଧ ବୋଲି ଏଣୁ ମୁଁ ଅଧିକ ମାରିଛି। ହେ ହେ ଅର୍ଜୁନ କହିଲେ ମା ମୁଁ ଅଧିକ ମାରିଛି ମା ମୁଁ ମାରିଛି କହିଲେ ନାଇଁ ହଁ ଆର ମାଂସ କେହି ଦେଇପାରିବେନି ନାଇଁ ରେ ବାପା ସିଏ ତ ପୁଅ ତୁ ତ ପୁଅ କାହା କଥା ଆଉ କହିବୁ ଚାଲ ବଡ ଭାଇ ଯୁଧିଷ୍ଠିରଙ୍କ ପାଖକୁ ଯିବା ହଁ, ହଁ, ହଁ। ସିଏ କହିବେ କିଏ କାହାକୁ ମାରିଛି। ବଡ ଭାଇ ପାଖକୁ ଚାଲ ହ୍ୟାଲୋ।